ଲୋକମାନେ କୁହନ୍ତି କି ଗୁହଖିଆ ଡାହାଣୀ ହାବୁଡ଼ରେ ଯିଏ ଥରେ ପଡ଼ିଯିବ ସିଏ କେବେ ହେଲେ ବଞ୍ଚିକି ଫେରିବନି। ଆଉ ଏ କଥାକୁ ମୁଁ କିନ୍ତୁ ବିଶ୍ୱାସ କରୁନଥିଲି, କିନ୍ତୁ ମୁଁ ଯେତେବେଳେ ନିଜ ଆଖିରେ ସେଦିନ ରାତିରେ ତାକୁ ଦେଖିଥିଲି ସେତେବେଳେ ମୋ ଦେହରେ ଆଉ ଜୀବନ ହିଁ ନଥିଲା। ଆଉ ସେ ଘଟଣା ବିଷୟରେ ଆଜି ବି ମୋର ମନେ ପଡ଼ିଗଲେ ମୋ ଦେହଟା ପୁରା ଶୀତେଇ ହୋଇଯାଏ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ରାଜେଶ, ଆପଣମାନେ ଦେଖୁଛନ୍ତି ରିଏଲି ଭୂତ କାହାଣୀ। ତ ସାଙ୍ଗମାନେ, ଆଜି ଆମ ପାଖକୁ ଏଇ କାହାଣୀଟି ପଠାଇଛନ୍ତି ଗୋପାଳ ଭାଇ। ଗୋପାଳ ଭାଇ ଯେତେବେଳେ ଗୋଟେ ଦିନ ତାଙ୍କ ସାଙ୍ଗମାନଙ୍କ ସହିତ ଭୋଜି କରୁଥିଲେ ସେତେବେଳେ ସେମାନେ ସେଇ ଗୁହଖିଆ ଡାହାଣୀର ସାମ୍ନାରେ ପଡ଼ିଯାଇଥିଲେ। ଆଉ ଏମିତି କ'ଣ ଘଟିଥିଲା ତାଙ୍କ ସାଙ୍ଗରେ, ଚାଲନ୍ତୁ ଏହି କାହାଣୀରେ ତାଙ୍କରି ସ୍ୱରରେ ଆମେ ଆଜି ଏ କାହାଣୀଟି ଶୁଣିବା। ଆଉ ଗୋଟେ କଥା, ଏ କାହାଣୀଟି ଆମ ସାଙ୍ଗରେ ସେୟାର କରିଥିବାରୁ ଗୋପାଳ ଭାଇଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ତାହେଲେ ଚାଲନ୍ତୁ ଆଉ ଡେରି ନ କରି ଆଜିର ଏହି କାହାଣୀଟି ଆରମ୍ଭ କରିବା। ନମସ୍କାର, ମୋ ନାଁ ଗୋପାଳ। ଆମ ଗାଁର ଲୋକମାନେ କଥା ହୁଅନ୍ତି କି ଗୁହଖିଆ ଡାହାଣୀ ହାବୁଡ଼ରେ ଯିଏ ବି ଥରେ ପଡ଼େ ସେ କେବେ ହେଲେ ବଞ୍ଚିକି ଫେରେନି। କିନ୍ତୁ ଏକଥାକୁ ମୁଁ କେବେ ବି ବିଶ୍ୱାସ କରିନଥିଲି, କାହିଁକିନା ଏ ଦୃଶ୍ୟ କେହି ବି ଆମ ଗାଁରେ ଦେଖିନଥିଲେ। କିନ୍ତୁ ଆମ ଗାଁର ବୟସ୍କ ଲୋକମାନେ ସେମାନେ କୁହନ୍ତି କି ଏମିତି ଗୋଟେ ଡାହାଣୀ ଅଛି ଯିଏକି ରାତି ସମୟରେ ସମସ୍ତେ ଶୋଇଗଲା ପରେ ସିଏ ଗୁହ ପଡ଼ିଆକୁ ଯାଇକି ଗୁହ ଖାଇଥାଏ। କିନ୍ତୁ ଏକଥାକୁ ମୁଁ କିନ୍ତୁ ସହଜରେ ବିଶ୍ୱାସ କରେନି। ଆଉ ଏମିତି ଗୋଟେ ଦିନ ମୁଁ ଆଉ ମୋ ଦୁଇ ସାଙ୍ଗ ଆମେ ମିଶିକି ଫିଷ୍ଟ କରିବୁ ବୋଲି କଥା ହେଲୁ। ଆଉ କେଉଁଠି ଆମେ ଫିଷ୍ଟ କରିବୁ ସେ ଜାଗାଟି ହେଲା ଆମ ଗାଁ ମୁଣ୍ଡ ସ୍କୁଲରେ। କାହିଁକିନା ସେ ସ୍କୁଲଟି ସେଠି ଆମର ସେଇ ସ୍କୁଲଟି ବନ୍ଦ ହୋଇଯାଇଥିଲା। ଆଉ ସେଠି ପିଲାମାନେ ବି ପାଠପଢ଼ା କରନ୍ତିନି। ସେଥିପାଇଁ ଆମ ଗାଁର ଲୋକମାନେ ସେଇ ସ୍କୁଲ ପାଖରେ ଯାଇକି ଦିନବେଳେ ଖଟି କରନ୍ତି। ସେଠି ବସା ଉଠା କରିକି ଗପସପ ହୁଅନ୍ତି ଆଉ ତାସ ମଧ୍ୟ ଖେଳନ୍ତି। ଆମେ ତିନି ସାଙ୍ଗ ଆଲୋଚନା ସେଦିନ କରିଥିଲୁ କି ଆମେ ସେଇ ସ୍କୁଲ ପାଖରେ ଭୋଜି ଭାତ କରିବୁ, କାହିଁକିନା ସେଇ ସ୍କୁଲ ପାଖରେ ଗୋଟେ ଟ୍ୟୁବୱେଲ୍ ଥାଏ। ଆଉ ସେଇ ଟ୍ୟୁବୱେଲ୍ରୁ ଆମେ ପାଣି ଆଣିକି ଆମେ ଭୋଜି କରିବାକୁ ଆମକୁ ସୁବିଧା ହେବ। ସେଥିପାଇଁ ଆମେ ତିନି ସାଙ୍ଗ କଥା ହେଲୁ କି ସେଇ ସ୍କୁଲ ପାଖରେ ଆମେ ଫିଷ୍ଟ କରିବା, କିନ୍ତୁ ରାତିରେ କରିବା। ଏମିତି କଥା ହେଲା ପରେ ଆମେ ତିନି ସାଙ୍ଗ ଯାଇକି ସେଇ ସ୍କୁଲ ପାଖରେ ଫିଷ୍ଟ କରିବା ପାଇଁ ବାହାରି ପଡ଼ିଲୁ। ଆଉ ସେତେବେଳେ ଟାଇମ୍ ହୋଇଯାଇଥିଲା ରାତି 8ଟା, କାହିଁକିନା ସବୁ ସମନ ଯୋଗାଇଲା ପରେ ସେତେବେଳକୁ ଆମକୁ ଟିକେ ଲେଟ୍ ହୋଇଯାଇଥିଲା। 8ଟାରେ ଆମେ ଫିଷ୍ଟ ଆରମ୍ଭ କଲୁ। କରିବା ଭିତରେ ଏମିତି ଠିକ୍ଠାକ୍ ସବୁ ଫିଷ୍ଟ ଆମେ ରୋଷେଇ ଆମର ସରିଲା ପରେ ସେତେବେଳକୁ ରାତି 10ଟା ହେଲେ, କାହିଁକିନା ଆମେ 3-4 ପ୍ରକାର ଆଇଟମ୍ କରିଥାଉ। ଆଉ ଯେତେବେଳେ ରୋଷେଇ ସରିଲା ଆମେ ସମସ୍ତେ ଖାଇବାକୁ ଗଲୁ, ସେତେବେଳେ ଆମେ ଦେଖିଲୁ କି ଆମ ପିଇବା ପାଣି ଯେଉଁ ଆମେ ବାଲ୍ଟିରେ ଆଣିଥିଲୁ ସେଇ କଳରୁ ସେତେବେଳକୁ ସରିଯାଇଛି। ଯେତେବେଳେ ଆମେ ଦେଖିଲୁ କି ଆମ ପିଇବା ପାଣି ସରିଯାଇଛି, ସେତେବେଳେ ମୋ ଦୁଇ ସାଙ୍ଗ ଭିତରୁ ଜଣେ କହିଲା କି ଗୋପାଳ, ତୁ ଜଲ୍ଦି ଯାଇକି ଗୋଟେ ବାଲ୍ଟି ପାଣି ଆଣିକି ରଖେ, କାହିଁକିନା ଆମେ ଖାଇଲା ସମୟରେ ପିଇବା ପାଣି ନିହାତି ପାଖରେ ରହିବା ଦରକାର। ଏମିତି କହିଲା ପରେ ମୁଁ କହିଲି ଠିକ୍ ଅଛି, ତୁମେ ବଢ଼ାବଢ଼ି କର, ଆଉ ମୁଁ ସାଥି ଯାଇକି କଳରୁ, ଏଇଠି ତ ପାଖରେ କଳ, ମୁଁ ପାଣି ବାଲ୍ଟିଟା ସାଥି ଆଣିକି ଯାଉଛି। ଏମିତି କହିକି ମୁଁ ଗଲି କଳ ପାଖକୁ। କିନ୍ତୁ ଯେତେବେଳେ ମୁଁ ପାଣି କଳରୁ ମାରିଲି ସେତେବେଳେ କାହିଁକି କେଜାଣି ସେ କଳଟି ଖରାପ ହୋଇଯାଇଥିଲା। କିନ୍ତୁ ଟିକେ ଆଗରୁ ମୁଁ
ମୁଁ ଏଇ କଳରୁ ପାଣି ନେଇକି ଆମେ ସବୁ ରୋଷେଇ କରିଥିଲୁ, କିନ୍ତୁ ଏବେ ଦେଖିଲା ବେଳକୁ କଳ ଖରାପ। ତାପରେ ମୁଁ ଯାଇକି ମୋ ଦୁଇ ସାଙ୍ଗକୁ କହିଲି କି ଆରେ ଏବେ କଳ ଭଲ ଥିଲା, ଦେଖେ ଏବେ ବର୍ତ୍ତମାନ କଳରୁ ପାଣି ବାହାରୁନି, ଆଉ କିଛି ତ ଗୋଟେ ଖରାପ ହୋଇଛି। ସେତେବେଳେ ମୋ ଦୁଇ ସାଙ୍ଗ କହିଲେ କି ସାଙ୍ଗ ତୁ ଗୋଟେ କାମ କର, ଗାଁ ସେମୁଣ୍ଡରେ ଆଉ ଗୋଟେ କଳ ଅଛି, ଯେଉଁ କଳଟି ପୋଖରୀ ପାଖରେ ସେ କଳ, ଆଉ ତୁ ଗୋଟେ କାମ କର ସେଇ କଳଠୁ ଯାଇକି ପାଣି ବାଲ୍ଟିଟା ଆଣିକି ଆ, କାହିଁକିନା ଖାଇଲା ସମୟରେ ପିଇବା ପାଣି ପାଖରେ ରହିବା ନିହାତି ଦରକାର। ଆଉ ଆମେ ଏପଟେ ବାଢ଼ି ଦେଇଛୁ ଯେତେବେଳେ ଆମେ ଆଉ କେହି ଯାଇପାରିବୁନୁ, ତୁ ଗୋଟେ କାମ କର ତୁ ଏକୁଟିଆ ଯାଇକି ପାଣି ବାଲ୍ଟିଟେ ଯେମିତି ହେଲେ ଆଣିକି ଆସେ। ମୁଁ ସେତେବେଳେ ତାଙ୍କୁ କହିଲି କି ଠିକ୍ ଅଛି, ମୁଁ ପାଣି ବାଲ୍ଟିଟା ସେପାଟ କଳରୁ ଆଣିକି ଆଉଛି। ଏମିତି କହିକି ମୁଁ ମୋ ସାଇକେଲକୁ ଚଲେଇକି ସେଇ କଳ ପାଖକୁ ଗଲି। କିନ୍ତୁ ସେ କଳ ପାଖରେ ଗୋଟେ ପୋଖରୀ ଥାଏ, ଆଉ ସେଇ ପୋଖରୀ ପାଖରେ ଗୋଟେ ପଡ଼ିଆ ମଧ୍ୟ ଥାଏ। ଆଉ ସେ ପଡ଼ିଆକୁ ଦିନବେଳେ ଆମ ଗାଁର ଲୋକମାନେ ଝାଡ଼ା ଯାଆନ୍ତି, ଆଉ ସେଇ ପୋଖରୀରେ ଯାଇକି ଗାଧି କରିକି ଘରକୁ ଆସନ୍ତି। କିନ୍ତୁ ସେଦିନ ମୁଁ ଯେତେବେଳେ ସେ କଳ ପାଖରେ ଯାଇକି ପହଞ୍ଚିଲି, ସେଦିନ ରାତିରେ ମୁଁ ଦେଖିଲି କି ଗୋଟେ ସ୍ତ୍ରୀ ଲୋକ ସେଇ ପଡ଼ିଆ ଆଡ଼କୁ ଯାଉଛି। ମୁଁ ପ୍ରଥମେ ତ ଭାବିଲି କି ସେ ସ୍ତ୍ରୀ ଲୋକ ବୋଧେ ଝାଡ଼ା ଆସିଥିବେ, ଆଉ ଏମିତି ବି ହେଇଥାଇପାରେ କି ସେ ପୋଖରୀକି ଗାଧୋଇବା ପାଇଁ ଆସିଥିବେ, ମୁଁ ଏମିତି ଭାବୁଥାଏ। କିନ୍ତୁ ପୁଣି ମୁଁ ଭାବୁଥାଏ ଆଉ ଏତେ ରାତିରେ ଏକୁଟିଆ ଆସିବାଟା କେତେ ଦୂର ଠିକ୍, କାହିଁକିନା ତା ହାତରେ କୌଣସି ଟର୍ଚ୍ଚ ନଥାଏ, ଆଉ ଏତେ ଅନ୍ଧାରରେ ସେ ଯାଉଥାଏ। ମୋତେ କାହିଁକି କେଜାଣି ଟିକେ ଡାଉଟ୍ ଲାଗିଲା। ଆଉ ମୁଁ ସେଇ କଳଠି ମୋ ବାଲ୍ଟିଟି ରଖିକି ମୁଁ ସେଇ ସ୍ତ୍ରୀ ଲୋକ ପଛରେ ଗଲି। କିନ୍ତୁ ଏମିତି କିଛି ବାଟ ଗଲା ପରେ ମୁଁ ସେଠି ଯାହା ଦେଖିଲି, ମୋ ଦେହଟା ପୁରା ଶୀତେଇ ଉଠିଲା। କାହିଁକି ନା ସେ ସ୍ତ୍ରୀ ଲୋକ ସେଇ ପଡ଼ିଆ ପାଖକୁ ଯାଇକି ସେ ତା ଦେହରେ ପିନ୍ଧିଥିବା ଲୁଗାକୁ ପୁରା ଖୋଲିଲା, ଆଉ ସେ ପୁରା ଉଦ୍ଧନ ଗଳା ହୋଇଯାଇଥିଲା। ଆଉ ସେତେବେଳେ ସିଏ ସେଇ ପଡ଼ିଆ ଭିତରେ ସିଏ ତଳକୁ ମୁଣ୍ଡ କରିକି ହାତରେ ଚାଲିବାକୁ ଲାଗିଲା। ଆଉ କିଛି ବାଟ ଗଲା ପରେ ସେଇ ପଡ଼ିଆରେ ଝାଡ଼ା ଖାଇବାକୁ ଲାଗିଲା। ଆଉ ଏ ଦୃଶ୍ୟ ମୁଁ ଯେତେବେଳେ ମୋ ନିଜ ଆଖିରେ ଦେଖିଲି, ସେତେବେଳେ ମୁଁ ବିଶ୍ୱାସ କରିପାରିଲିନି। ଆଉ ମୁଁ ସେତିକଳେ ମୋର ମନେ ପଡ଼ିଲା କି ଗାଁ ଲୋକ କୁହନ୍ତି କି ଗୁହଖିଆ ଡାହାଣୀ ହାବୁଡ଼ରେ ଯିଏ ବି ଥରେ ପଡ଼ିଛି ସେ କେବେ ହେଲେ ବଞ୍ଚିକି ଫେରିବନି। କିନ୍ତୁ ସେତେବେଳେ ମୁଁ ଯେତେ ଚେଷ୍ଟା କରୁଥାଏ କି ମୁଁ ପଛକୁ ବୁଲିକି ମୋ ସାଙ୍ଗମାନଙ୍କ ପାଖକୁ ପଳେଇ ଆସିବି, କିନ୍ତୁ ମୁଁ ଆସିପାରୁନଥାଏ। କାହିଁକି କେଜାଣି ମୋ ଗୋଡ଼ ଦୁଇଟା ସେଇଠି ପୁରା ଅଟକେଇ ଯାଇଥାଏ। ଆଉ ମୁଁ ଯେମିତି ସେମିତି କରିକି ପଛକୁ ବୁଲି ମୋ ଜୀବନ ବଞ୍ଚାଇବା ପାଇଁ ମୋ ସାଙ୍ଗମାନଙ୍କ ପାଖକୁ ଜୋରସେ ଦୌଡ଼ିବାକୁ ଲାଗିଲି। କିନ୍ତୁ ସେଦିନ ସେ ଗୁହଖିଆ ଡାହାଣୀ ମୋତେ ଦେଖିନଥିଲା। କିନ୍ତୁ ମୁଁ ଯେତେବେଳେ ମୋ ସାଙ୍ଗମାନଙ୍କୁ ଯାଇକି ଏ କଥା କହିଲି, ସେତେବେଳେ ମୋ ସାଙ୍ଗମାନେ ମୋତେ ପଚାରିଲେ କି ସତରେ ତୁ ଦେଖିଲୁ ସେଇଆକୁ, ଯିଏକି ସେଇ ଗୁହଖିଆ ଡାହାଣୀ, ତୁ ସେଇଆକୁ ଦେଖିଲୁ? ମୋତେ ସେମାନେ ବାରମ୍ବାର ଏ କଥା ପଚାରୁଥାନ୍ତି। କିନ୍ତୁ ମୁଁ ତାଙ୍କୁ କହୁଥାଏ କି ହଁ ସାଙ୍ଗ, ସିଏ ସେଇ ଗୁହଖିଆ ଡାହାଣୀ ଥିଲା, ଆଉ ମୁଁ ନିଜ ଆଖିରେ ଦେଖିଲି। ତାପରେ ସେ ଦୁଇ ସାଙ୍ଗ ମୋତେ କହିଲେ ତାହେଲେ ଠିକ୍ ଅଛି। ତାପରେ ସେ ଦୁଇ ସାଙ୍ଗ ସେତେବେଳେ ମୋ କଥାକୁ ଟିକେ ବିଶ୍ୱାସ କରିଥିଲେ, ଆଉ ସେମାନେ ମଧ୍ୟ ସେଦିନ ମୋ ସାଙ୍ଗରେ ସେ ପୋଖରୀ ପାଖକୁ ଆସିଥିଲେ। କିନ୍ତୁ ଆମେ ଯେତେବେଳେ ତିନି ସାଙ୍ଗ ମିଶିକି ସେ ଜାଗାକୁ ଗଲୁ, ସେତେବେଳେ ସେଠି କେହି ବି ନଥିଲେ। ତାପରେ ଆମେ ତିନି ସାଙ୍ଗ କଥା ହେଲୁ କି ଚାଲ ଘରକୁ ଜଲ୍ଦି ପଳେଇବା,
ଆଉ ଏ ଭୋଜି ଭାତ ସବୁ ଆମେ ଘରକୁ ନେଇଯିବା, ଆଉ ଘରକୁ ନେଇକି ଆମେ ଛାତ ଉପରେ ନେଇକି ଆମେ ଖିଆପିଆ କରିବା। ଏମିତି କହିକି ଆମେ ସେଠି ଯେତେବେଳେ ଘରକୁ ଆସିବା ପାଇଁ ବାହାରିଥିଲୁ ସେ ଜାଗାରୁ, ସେତେବେଳେ କାହିଁକି କେଜାଣି ମୋ ସାଙ୍ଗମାନଙ୍କ ଭିତରୁ ଜଣେ ସେଇଆକୁ ପୁଣି ଥରେ ଦେଖିଲା। ସେତେବେଳେ ସିଏ ଦେଖିଲା କି ସେଇ ପଡ଼ିଆ ପାଖରେ ଥିବା ଗୋଟେ ବୁଦା ମୂଳେ ସେଇ ଗୁହଖିଆ ଡାହାଣୀ ଗୁହ ଚରୁଥିଲା। ସେତେବେଳେ ସେ ସାଙ୍ଗଟି ଆମ ଦୁଇ ଜଣଙ୍କୁ କହିଥିଲା କି ସାଙ୍ଗ ଦେଖ, ଇଏ ସେଇ ନୁହେଁ ତ ତୁ ଯାହା କଥା କହୁଥିଲୁ। ସେତେବେଳେ ଆମେ ଦୁଇ ସାଙ୍ଗ ସେଇଆଡ଼େ ନଜର କରିଥିଲୁ, କିନ୍ତୁ ସତକୁ ସତ ସେଇ ସ୍ତ୍ରୀ ଲୋକ ଯିଏ ଟିକେ ପୂର୍ବରୁ ମୁଁ ଦେଖିଥିଲି ସେଇ ପଡ଼ିଆରେ ଗୁହ ଖାଉଥିଲା, ଇଏ ସେଇ ସ୍ତ୍ରୀ ଲୋକ ଯିଏକି ଏବେ ସେଇ ବୁଦାମୂଳେ ଗୁହ ଚରୁଥିଲା। ସେତେବେଳେ ଆମେ ତିନି ସାଙ୍ଗ କେମିତି ଆମ ଘରକୁ ଆମ ଜୀବନ ବଞ୍ଚେଇକି ଆସିଛୁ ଆମେ ନିଜେ ବି ଜାଣିନୁ। ଆଉ ସେବେଠାରୁ ଆମେ ବେଶୀ ରାତି ହେଲା ମାନେ ବାହାରକୁ ବାହାରୁନୁ। ଆଉ ଏ କଥା ଆମେ ଘରେ ମଧ୍ୟ ଜଣାଇଥିଲୁ, ଆଉ ଘର ଲୋକ ମଧ୍ୟ ଏ କଥା ଯେତେବେଳେ ଶୁଣିଲେ ସେମାନେ ଆମକୁ ପାଟି କରିଥିଲେ। କିନ୍ତୁ ଆମେ ତିନି ସାଙ୍ଗ ସେଦିନ ପରଠାରୁ 4-5 ଦିନ ଯାକେ ଜ୍ୱରରେ ପଡ଼ିଥିଲୁ। ଆଉ 3-4 ଦିନ ପରେ ଯେତେବେଳେ ଆମ ଘର ଲୋକ ଆମକୁ ଝଡ଼ା ଫୁଙ୍କା କଲା ପରେ ଆମେ ଯାଇକି ଟିକେ ଭଲ ହେଇଥିଲୁ। ତ ସାଙ୍ଗମାନେ, ଆପଣମାନେ ଭୂତ ପ୍ରେତଙ୍କୁ ବିଶ୍ୱାସ କର କିମ୍ବା ନ କର, କିନ୍ତୁ ବେଶୀ ରାତି ସମୟରେ ଯେଉଁ ଜାଗାରେ ବେଶୀ ସୁନସାନ ଥିବ ସେ ଜାଗାକୁ ଏକୁଟିଆ ଯାଅ ନାହିଁ। ତ ସାଙ୍ଗମାନେ, ଏହି କାହାଣୀଟି ଆପଣମାନଙ୍କୁ ଯଦି ବି ଟିକେ ଭଲ ଲାଗିଥିବ ତାହେଲେ ଆପଣମାନେ ମୋ ଏହି ଷ୍ଟୋରିକୁ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ, କାହିଁକିନା ମୁଁ ସବୁବେଳେ ଏହି ଚ୍ୟାନେଲରେ ରିଏଲ୍ ଷ୍ଟୋରି, ଭୂତ ଗପ ସବୁ ଆଣିକି ଆସିଥାଏ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।